तो हेलो गाइज वेलकम बैक टू माय न्यू ब्लॉग। तो मुझे आपंकर मानस ब्लॉग तो स्वागत कर गोटे न्यू ब्लॉग रे। तो गाइज चलतु आज आप गोटे एमती नाटक चलती गोटे रास्ता कड़े नाटक चलती। तो आपको देखा एमती गोटे नाटक जोटा कि आपण बहुत बहुत लाभदायक जोटा कि आपण मैंने जाना दरकार। तो आपण मानक जनवाई नाटकटा हो तो मुझे मो यूट्यूब चैनल पोस्ट करी। तो आप देखो गोटे पानी गोटे ब्लॉगटे बनईली। तो चलती गोटे नाटक से गोटे चली से जो मैंने जो पानी सर्ट अच्छी ना तो गोटे बनाऊँ। तो मुझे गोटे तो चलते आप देखा तो सहीटा आपण देखिए से नाटकटा कि कौ भाव में से बुझाऊँ आपण मानक जे जल संरक्षण केमी करा दरकार। आ जार भी ब्लॉग रे फर्स्ट कमेंट आसो आउ से कमेंट रे जार 1K लाइक थो ताकू मु गोटे बढ़िया गिफ्ट देवी। आ गिफ्ट पाइबापी आपण मैंने तो जल्दी जल्दी लाइक कमेंट कर सब्सक्राइब करूँ। आ कमेंट रे आपण मानकर जार भी लाइक रे 1K लाइक हो जार कमेंट रे 1K लाइक हो तो ताकू मु गोटे गिफ्ट देवी गिफ्ट कोड देवी जो थी कि आपण मैंने जीति पारे 1000 रुपीज। तो चलतु आप देखा से भिडटी आप गोटे बढ़िया जिनस देखा तम घर आड़े काली आसबी अरे जीवनी कुआरे धन जीवनी कुआरे मते देखिले जीवनी लाजरे कबत अरे काली देखिली गोरी देखिले झिया जने जो झियोटी चाहिए नहीं सही मन किणे बैरा सही मन किणे दिन अंधार कणा बोधे तू देखी तुम ये गाधौची टीवी बंद कर दूची बाल्टी भर्ती होई जाउतला मु बंद कर देली। गजपति मुकुंद देव अरे सराटी ये होचे सरकारी टैप सरकारी पानी। अरे मु तो ये गाधौची तोर काई तो फाटुची कहलु ना ना मोर फाटुनी भविष्य रे तमर फाटिबो कोन कहलु नहीं कोन कहलु देख देख मु कोन करूची रही जा रे भाई जहाँ मु कहूची सुन तू ही अजथारे जल नष्ट कले भाई देह मोर सब नहीं जमा देह मोर सब नहीं। मोर मुंडी तो कथा शुणिबी मुही जेते इच्छा जल नष्ट कले मुही तोर फाटुछि काहि कह तोर फाटुछि काहि। करी भावे जदि आमे जल नष्ट करिबा आगामी भविष्य रे जल बिना मरिबा दिल्ली बम्बे सूरत रे हुए जल किणा बिका जल पाई दिने हेबा विश्व युद्ध जानी था विश्व युद्ध जानी था। देखो भाई आम ओडिशा रे पानी जहा को जेते जेते मन इच्छा खर्च कर आम पानी जमा सरीब नहीं। घरे घरे बोरिंग कुओ नलकूप से पानी व्यवहार करुछु
ଆମ ଓଡ଼ିଶାରେ 4.5 କୋଟି ମଣିଷ ଏବଂ ଗଛ ଲତା ପଶୁ ପକ୍ଷୀ ମଧୁର ଜଳ ଉପରେ ନିର୍ଭର କରୁଛନ୍ତି। ମଧୁର ଜଳ ମାତ୍ର 3%। ଏହି ମାତ୍ରାରେ ଜଳ ନଷ୍ଟ କଲେ ଆଗାମୀ ଭବିଷ୍ୟତରେ ଜଳ ମିଳିବ ତ? କଣ କହିଲ ଭାଇ? ମଧୁର ଜଳ ମାତ୍ର 3%? ହଁ, ସେଥିରେ 4.5 କୋଟି ମଣିଷ ପଶୁ ପକ୍ଷୀ ଗଛଲତା ବଞ୍ଚୁଛନ୍ତି। ହଁ। ଏବେଠାରୁ ଜଳ ସଞ୍ଚୟ ନ କଲେ ଭବିଷ୍ୟତରେ ଜଳ ବିନା ମୃତ୍ୟୁ ନିଶ୍ଚୟ ହେବ। ବୁଝ ଭାଇ, ତମେ ଗୋଟେ ବଡ ପାଗଳ। ଆରେ ସେଇ 3% ମଧୁର ଜଳ ଅଛି। ମତେ ଗୋଟେ କଥା କହିଲ, ମୋ ଜେଜେବାପା, ତାଙ୍କ ଜେଜେବାପା, ତାଙ୍କ ଜେଜେବାପା ଖର୍ଚ୍ଚ କରୁଥିଲେ, ଆଜି ଆମେ ଖର୍ଚ୍ଚ କରୁଛୁ। କାଇଁ ସର ତ ନାହିଁ। ନିହାତି ତମେ ଗୋଟେ ଯା 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 ଯା, ମତେ ମୋ କାମ କରିବାକୁ ଦିଅ। ଏଡ଼ିକି ମୂର୍ଖ ତୁହି ବୁଝୁନୁ ଯେ କିଛି, ବାରମ୍ବାର ଗୋଟେ କଥା ତତେ ମୁଁ କହୁଛି। ଆଜିଠୁ ଜଳକୁ ଆମେ ସଞ୍ଚୟନ କଲେ ଆଗକୁ ଜଳ ବିନା ମରିବୁ ଯେ ଭଲେ। ଭୂତଳର ଜଳସ୍ତର କମି ତ ଆସୁଛି, ତଥାପି ଆମ ମନରେ ଏଜନ ପଶୁଛି। ନେଡ଼ି ଗୁଡ଼ କହୁଣିକୁ ଯେବେ ବହିଯିବ, ସେତେବେଳେ ମୋ କଥାକୁ ବସି ଭାବୁଥିବ। ଆମ ଓଡ଼ିଶାରେ ସବୁ ଠିକ ଠାକ ଅଛି। ଯାଆନ୍ତୁ ଭାଇ, ମତେ ଟିକେ ଗାଧୋଇବାକୁ ଦିଅ। ଆମ ରାଜ୍ୟରେ 27 ମ୍ୟୁନିସିପାଲିଟି ଏବଂ 20ଟି ବ୍ଲକରେ ଭୂତଳ ଜଳ କମି କମି ଆସୁଛି। ଯଦି ଆମେମାନେ ଏହିପରି ଭାବରେ ଜଳ ନଷ୍ଟ କରିବା, ତାହେଲେ ଖୁବ୍ କମ୍ ଦିନ ଭିତରେ 30 ଜିଲ୍ଲା 300 ବ୍ଲକରେ ମଧୁର ଜଳ ସଙ୍କଟ ଦେଖାବ। ମାନେ ଭୂତଳ ଜଳ ସରିବ, ତାପରେ ଆପଣମାନେ ଗିଲିବ ଦେଇ। ଆପଣ ଜାଣିପାରିଛନ୍ତି ଟି, ଭୂତଳ ଜଳ କମି କମି ଯାଉଛି। କାହିଁ ଅନ୍ୟମାନେ ଜାଣିପାରୁନାହାନ୍ତି? କଥାରେ ନାହିଁ, ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ? ସରକାର ଟିଭି ରେଡିଓ ପକ୍ଷପାନ୍ତ ନାଟକ ମାଧ୍ୟମରେ ସେମିନାର ମାଧ୍ୟମରେ ପ୍ରଚାର ପ୍ରସାର କରୁ। ଆମେ ସେଇଠୁ ଜାଣିଲୁ ଏବଂ ଆପଣମାନଙ୍କୁ କହୁ, ଆପଣମାନେ ଅନ୍ୟମାନଙ୍କୁ କହିବେ। ହଁ ଠିକ କଥା। ଯାହା ଅବସ୍ଥା ହେଲାଣି, ଖରା ଦିନେ ବର୍ଷା, ବର୍ଷା ଦିନେ ଖରା, ଖାଲି ଲଘୁଚାପ ବର୍ଷା। ଆରେ ଶୀତ କଣ ମଣିଷ ଭୁଲି ଗଲେଣି। ଏମିତି ହଉଛି କାହିଁକି କହିଲ? ଜଳବାୟୁ ପରିବର୍ତ୍ତନ ପାଇଁ ଏସବୁ ହେଉଛି, ଯାହା ଫଳରେ ଭୂତଳ ଜଳ କମି ଯାଉଛି, ପରିବେଶ ସନ୍ତୁଳନ ହେଉଛି। ଖାଦ୍ୟ ନ ଖାଇ ଜଣେ 21 ଦିନ ପର୍ଯ୍ୟନ୍ତ ବଞ୍ଚି ଯାଇପାରେ, ମାତ୍ର 1 ଘଣ୍ଟା ଜଳ ନ ପିଇଲେ ମୃତ୍ୟୁ ହୁଏ। ତେଣୁ ତମେ କୁହ, ଜଳ ବିନା ବଞ୍ଚି ପାରିବ ତ? ନା। ତେଣୁ ଜଳକୁ ଭବିଷ୍ୟତ ପାଇଁ ସଞ୍ଚୟ କର। ଗୋଟିଏ ପାଣି ପାଣି ଚିତ୍କାର ଚାରିଆଡ଼େ ଶୁଭିଲା। ଏଇ ପାଣି ପାଇଁ ଭାଇ ଭାଇ ମଣିଷ ମଣିଷ ଭିତରେ ଯୁଦ୍ଧ ଲାଗିଲା। ପାଣି ବିନା ଗଛଲତା ପଶୁ ପକ୍ଷୀ ମରିଗଲେ, ଶାଗୁଣା ଘୁରି ବୁଲେ ଚତୁର୍ଦିକେ ଖାଇବାକୁ ଭଲେ। ଆକାଶକୁ ଚାହିଁ ଚାହିଁ ଉଡ଼ିଯାଏ ହଂସ, ନାହିଁ ବରଷା ଖାଲି ଅଗ୍ନି ବର୍ଷା, ଖାଲି ଅଗ୍ନି ବର୍ଷା, ଖାଲି ଅଗ୍ନି ବର୍ଷା।
ତମେ କଣ କରୁଥିଲ? ଛାଡ଼ ଛାଡ଼ ମତେ ମରିବାକୁ ଦେ, ମତେ ମରିବାକୁ ଦେ। କାନ୍ଦୁଛ କଣ ପାଇଁ? ଆଲୋ ସାହୁକାର ପାଖରୁ ଯୋଉ ଟଙ୍କା ଧାର ଆଣିଥିଲେ ଚାଷ କାମ ପାଇଁ, ସିଏ ଏବେ ସୁଧ ମୂଳ ମାଗୁଛି। ଏପଟେ ପାଣି ବିନା ଧାନ ଗଛ ସବୁ କୁଟା ପାଲଟି ଗଲାଣି। ସାହୁକାର ଋଣ ସୁଝିବି କେମିତି? ଛାଡ଼ ଛାଡ଼ ମତେ। ତମମାନଙ୍କ ମୁହଁରେ କଣ ଦେବି? ଯାହା ଆମ ଭାଗ୍ୟରେ ଥିବ। ତମେ ବ୍ୟସ୍ତ ହୁଅନି। ଏଇ ନିଅ, ଏ ସୁନା ମୁଦିଟି ନିଅ, ତାକୁ ବିକ୍ରି କରିଦବ। ଯାହା ମିଳିବ ସେଇଥିରେ ଆମେ ଚଳିବା। ଏ ସାବିତ୍ରୀ, ଆଲୋ ଏଇଟା ଦେଖି ଆମେ କେତେ ଦିନ ଚଳିବା? ଏପଟେ ପାଣି ବିନା ଧାନ ଗଛ ମରିଗଲା, ଆଉ ମଧ୍ୟ ପିଇବା ପାଣି ମିଳିବା କଷ୍ଟ ହେଇଗଲାଣି। କୂଅ ପୋଖରୀ ସବୁ ଶୁଖି ଆ କଲେଣି, ନଳକୂପରୁ ପାଣି ବାହାରୁନି। ଏପରି ଅବସ୍ଥାରେ ଆମେ କେତେ ଦିନ ଚଳିବା? ଏମିତି କଣ ପାଇଁ ହଉଛି? ବର୍ଷା ଉଭେଇ ଗଲାଣି, ତମେ ଟିକେ ଧୈର୍ଯ୍ୟ ଧର। ହେ ସୁବାସ, ଯେତେ ଶୀଘ୍ର ପାରୁଛୁ ମୋ ଟଙ୍କାର ସୁଧ ମୂଳ ଦେଇଦେ, ନହେଲେ ତୋର ଜମି ଖଣ୍ଡକ ଆଉ ଘରଟିଅ ମୋ ନାଁରେ କରିଦେ। ଦେ। ତ ଗାଇସ୍, ଜଳ ପାଇଁ କେତେ ଅସୁବିଧା ହେଉଛି ତ ଆପଣମାନେ ଦେଖେଇଲି। ତ ନାଟ୍ୟକାର ସାହାଯ୍ୟରେ ସେମାନେ ସବୁ ନାଟ୍ୟ କରିକି, ନାଟକ କରିକି ଜଣାଉଛନ୍ତି ଲୋକମାନଙ୍କୁ ଜଳ କେତେ ଅସୁବିଧା କରୁଛି, ଜଳ କେତେ ଜରୁରୀ ମଣିଷ ପାଇଁ। ତ ଜଳର ସଂରକ୍ଷଣ କରିବା ନିହାତି ଜରୁରୀ। ତ ସେଥିପାଇଁ ସେମାନେ ନାଟ୍ୟକ ସାହାଯ୍ୟରେ ଆପଣମାନଙ୍କୁ ଜଣାଉଛନ୍ତି। ତ ଆପଣମାନେ ଜଣାନ୍ତୁ, ସମସ୍ତ ଲୋକଙ୍କୁ ଜଣାନ୍ତୁ, ଆଉ ଲୋକଙ୍କ ପାଖରେ ଯାଇକି ପହଞ୍ଚନ୍ତୁ, ଯାଇକି ତାଙ୍କୁ ଜଣାନ୍ତୁ ଯେ ଜଳ କେତେ ଜରୁରୀ। ଆଉ ଯିଏ ବି ଏଇ ଭିଡ଼ିଓରେ ଗୋଟିଏ କମେଣ୍ଟ କରିବ, ଯାହାର କମେଣ୍ଟରେ ଆସିଥିବ 1K ଲାଇକ୍, ତ ତାକୁ 1000 ଟଙ୍କା ମୁଁ ଦେବି। ଗାଇସ୍ ରହିଲି, ଜୟ ଜଗନ୍ନାଥ।